ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ତ ଆଜି ମାର୍କେଟ ଯାଇଥିଲୁ। ମାର୍କେଟରେ ଯାଉ ଯାଉ ମୋ ସାଙ୍ଗ କହିଲେ ଆଜି ବୁଲିବା ପାଇଁ ଯିବା। ତ ବୁଲିବା ପାଇଁ ଆମେ ବାହାରି ଗଲୁ ଆଜି ଖଣ୍ଡାଧାରକୁ। ଚାଲନ୍ତୁ ଯିବା, ଏମିତି ଦେଖିବା। ତ ଏବେ ଆମେ ପହଞ୍ଚିଛୁ ଅଙ୍ଗାରପଦା ପ୍ଲାଣ୍ଟ, ଯେଉଁଟାକି ଆମର ଫୁଲଝରରେ ଅଛି। ତାପରେ ସେଠୁ ଆମେ ଚାଲିଲୁ ଖଣ୍ଡାଧାର ଅଭିମୁଖେ। ଫାଇନାଲି ଆମେ ଦେଖିପାରୁଥିବେ ଖଣ୍ଡାଧାର ପହଞ୍ଚିଗଲୁ। ଆପଣଙ୍କୁ ଟିକେ ଟିକେ ଦେଖାଯାଉଥିବ, ସେଇ ପାଖକୁ ଆମକୁ ଯିବା ପାଇଁ ପଡ଼ିବ। ତାପରେ ଆମେ ପହଞ୍ଚିଗଲୁ ଟିକେଟ୍ କାଉଣ୍ଟରରେ ପହଞ୍ଚିଗଲୁ। ତାପରେ ଆମେ ଟିକେଟ୍ କାଟି ସାରିକି ଆମେ ଚାଲିଲୁ। ଏହା ହେଉଛି ଯେଉଁଠି ଆମର ଭୋଜି ଫୋଜି କରାଯିବ। ଭୋଜି ପାଇଁ ପୁରା ବ୍ୟବସ୍ଥା ଅଛି। ଏବେ ଖଣ୍ଡାଧାର ପୁରା ଅପଗ୍ରେଡ୍ ହେଇଗଲାନି। ତାପରେ ଆମେ ତ ଆଜି ପୁରା ଫାଙ୍କା ଥିଲା, ତ ଗାଡ଼ି ଧରିକି ଆମେ ଉପରକୁ ସିଧା ପଳେଇଲୁ। ଏଠି ଗୋଟେ ମନ୍ଦିର ଅଛି, ଏଠି ପୂଜା ଫୂଜା କରିପାରିବେ। ଦୋକାନ ଫୋକାନ ସବୁ ବସିଲାଣି। ତାପରେ ଆମେ ଚାଲି ଚାଲି ଚାଲିଲୁ ଉପରକୁ, ସିଡ଼ି ଉଠିକି ଚାଲିଲୁ। ଫାଇନାଲି ଆମେ ପହଞ୍ଚିଗଲୁ ଯେଉଁ ଜିନିଷଟା ଦେଖିବା ପାଇଁ ଆମେ ଆସିଥିଲୁ। ଦେଖିପାରୁଥିବେ କେମିତି ଦେଖାହେଉଛି, ବହୁତ ସୁନ୍ଦର ଦେଖାହେଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ପାଣି ଉପରକୁ ପଡ଼ୁଛି, ପୁରା ବହୁତ ଭଲ ଲାଗୁଛି। ଆପଣ ବି ଆସନ୍ତୁ, ବୁଲି ବୁଲାକି ଯାଆନ୍ତୁ। ବହୁତ ସୁନ୍ଦର ଜାଗା, ଦେଖିପାରୁଥିବେ କେମିତି ଦେଖାହେଉଛି। ଇନ୍ଦ୍ରଧନୁ, ପ୍ରାକୃତିକ ଇନ୍ଦ୍ରଧନୁ ଦେଖିବେ। ଏଠି କିଛି ଫଟୋ ଫଟୋ ଉଠେଇକି ତାପରେ ଚାଲିଲୁ ଆମେ ତା ଉପରେ। ଆଉ ଗୋଟେ ଫଟୋ ଉଠେଇବା ପାଇଁ ସ୍ଥାନ ଅଛି, ତ ସେଠିରେ ଫଟୋ ଉଠେଇ ସାରିକି ଆମେ ତଳୁ ଓହ୍ଲେଇଲୁ। ଓହ୍ଲେଇକି ଚାଲିଲୁ ଆମେ ତଳକୁ। ତ ଆମର ଫଟୋ ଉଠା ସରିଗଲା, ବୁଲାବୁଲି ସରିଗଲା। ତାପରେ ଆମେ ଚାଲିଲୁ ଘରକୁ। ଏଠି ମକର ଯାତ୍ରା ବହୁତ ଭଲ ହୁଏ, ଯେଉଁ ଆପଣ ନିହାତି ଆସିବେ। ମକରରେ ବହୁତ ଭିଡ଼ ରୁହେ।